ପୂର୍ବରୁ ଆମେମାନେ ଦେଖିଥିଲେ ବର୍ଣ୍ଣାଶୁଦ୍ଧି ସମ୍ପର୍କରେ। ବର୍ତ୍ତମାନ ଆମେ ଦେଖିବା ରୂଢ଼ି ଓ ରୂଢ଼ିର ଅର୍ଥ ତଥା ତାହାର ପ୍ରକାରଭେଦ ସମ୍ପର୍କରେ। ଅନେକ ଗୁଡ଼ିଏ ଶିକ୍ଷଣୀୟ ବିଷୟ ତା'ର ପ୍ରକାରଭେଦରେ ଯିବ କ୍ରିୟାଯୁକ୍ତ, କ୍ରିୟାହୀନ ଏବଂ ତୁଳନାତ୍ମକ ରୂଢ଼ି। କେତେ ପ୍ରକାର ରୂଢ଼ି ଅଛି ବୋଲେ 3 ପ୍ରକାର। ଗୋଟିଏ ହେଲା କ୍ରିୟାଯୁକ୍ତ, କ୍ରିୟାହୀନ, ତୁଳନାତ୍ମକ ରୂଢ଼ି। ତ ରୂଢ଼ି, ପ୍ରଥମେ ରୂଢ଼ି କ'ଣ? ତ ଓଡ଼ିଆ ଭାଷାରେ ପୂର୍ବରୁ ଅନେକ ପଦ ସଂହତି ରହିଛି, ଯାହାକି ଏହି ପଦ ସଂହତି ବା ଗୋଟିଏ ସମାହାର ପଦମାନଙ୍କର ଅନ୍ତର୍ଗତ ପ୍ରତ୍ୟେକ ଶବ୍ଦ ସାମ୍ବିଧାନିକ ଅର୍ଥ ବ୍ୟବହୃତ ହୁଏ ନାହିଁ। ଅଭିଧାନିକ ହେବା କଥା। ଅଭିଧାନିକ ଅର୍ଥ ବ୍ୟବହୃତ ହୁଏ ନାହିଁ। ଏହା ହେଉଛି ସଂକେତଧର୍ମୀ ଅର୍ଥରେ ବ୍ୟବହୃତ ହୋଇଥାଏ। ଏହାରି ମାଧ୍ୟମରେ ସାହିତ୍ୟ ସରସ, ସୁନ୍ଦର ତଥା ହୃଦୟସ୍ପର୍ଶୀ ହୋଇଥାଏ। ଏହି ରୂଢ଼ି ମାଧ୍ୟମରେ ଗୋଟେ ଶୁଣିବାକୁ ମଧ୍ୟ ଭଲ ଲାଗେ, କହିବାକୁ ଭଲ ଲାଗେ। ପ୍ରାଚୀନ ଯୁଗରୁ ଓଡ଼ିଆ ଭାଷାରେ ପ୍ରଚଳିତ ଏହି ପଦ ସଂହତି ଗୁଡ଼ାଏ ବ୍ୟଞ୍ଜନା ପରିପୂର୍ଣ୍ଣ ତଥା ଏହାମାନଙ୍କର ପ୍ରୟୋଗ ଅଲଗା ପ୍ରକାରର ରହିଥାଏ। ଏଗୁଡ଼ିକୁ ରୂଢ଼ି ବୋଲି କୁହାଯାଇଥାଏ। ଏଥିରେ କ'ଣ ନା ବ୍ୟଞ୍ଜନା ପରିପୂର୍ଣ୍ଣ ଅର୍ଥାତ୍ ତା'ର ଡିକ୍ସନାରୀ ମିନିଂ ବାହାରେ ଯାହା ବୁଝାଉଥିବ ତାକୁ ହିଁ ବୁଝାଏ। ବ୍ୟଞ୍ଜନା, ଅଭିଧା ଓ ଲକ୍ଷଣ, ଏହା ହେଉଛି ଶବ୍ଦ ଶକ୍ତି। 3 ଗୋଟି ଶବ୍ଦ ଶକ୍ତି ଅଛି ଯାହା ତୁମେମାନେ ସାରସ୍ୱତ ଓଡ଼ିଆ ବ୍ୟବହାରିକ ବ୍ୟାକରଣରୁ ଦେଖିପାରିବ। ଏହାକୁ ରୂଢ଼ି କୁହାଯାଇଥାଏ। ତ ପ୍ରାଚୀନ ଯୁଗରୁ ଓଡ଼ିଆ ଭାଷାରେ ପ୍ରଚଳିତ ପଦ ସଂହତି ଗୁଡ଼ିକ ବ୍ୟଞ୍ଜନା ପରିପୂର୍ଣ୍ଣ ତଥା ଏମାନଙ୍କର ପ୍ରୟୋଗ ଅଲଗା ବୁଝାଇଥାଏ। ତ ପୁଣି ରୂଢ଼ି କହିଲେ ସାଧାରଣତଃ ପଦ ସଂହତିକୁ ବୁଝାଏ ଯାହା ବ୍ୟଙ୍ଗ ଶୈଳୀରେ ରହିଥାଏ। କହି ଜାଣିଲେ କଥା ସୁନ୍ଦର ଅର୍ଥାତ୍ କଥାକୁ ଭଲ ଭାବରେ ସଜେଇ ନିଜସ୍ୱ ଢଙ୍ଗରେ ଅନ୍ୟମାନଙ୍କ ଆଗରେ ମନ କଥାକୁ ସୁନ୍ଦର ଭାବରେ କହିବା ହେଉଛି ରୂଢ଼ି। ମଣିଷ ନିଜକୁ ସୁହାଇଲା ଭଳି କଥାଟାକୁ ସୁନ୍ଦର ତଥା ଅବରଣୀ ଦେଇ ଶ୍ରୁତମଧୁର ଓ ସୁଶ୍ରାବ୍ୟ ହୋଇଥାଏ। ପୁଣି ରୂଢ଼ିର ସଂଜ୍ଞା ଅନେକ ଗୁଡ଼ିଏ ବହି ତଥା ଅନେକ ଗୁଡ଼ିଏ ଭାଷାବିଦମାନଙ୍କର ମତରେ ରୂଢ଼ି କ'ଣ? ତ ଅର୍ଥବୋଧକ ଶକ୍ତି ବିଶେଷ ବା ପ୍ରକୃତିର ପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ଅର୍ଥ ବୁଝାଇବାର ଶକ୍ତି। ଏହା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଲିଖିତ ଯେ ରୂଢ଼ି କହିଲେ ଅର୍ଥବୋଧକ ଶକ୍ତି ବିଶେଷ ଯାହାକି ଅର୍ଥ ବୁଝାଉଥିବ, ପ୍ରକୃତିର ପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ଅର୍ଥ ବୁଝାଇବାର ଶକ୍ତି। ତାପରେ ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି, ପ୍ରକୃତି ପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ଅର୍ଥ ବୁଝାଉଥିବାର ଶକ୍ତି ଓ ତାହାର ସାଧାରଣ ଗୃହୀତ ଅର୍ଥ ଓ ପ୍ରଥା, ରୀତି, ନିଶ୍ଚୟ, ଉତ୍ପତ୍ତି ଓ ଜନ୍ମବୃଦ୍ଧି, ଉଜ୍ଜ୍ୱଳତା, ପ୍ରାଦୁର୍ଭାବ, ଖ୍ୟାତି। ତାପରେ ତୁମମାନେ ଦେଖିପାରୁଥିବ ଅନେକ ଗୁଡ଼ିଏ ରୂଢ଼ିର ସଂଜ୍ଞା। ତାପରେ ତା'ର ପରିସର। ତ ରୂଢ଼ିର ପରିସର ବ୍ୟାପକ। ଏହାର ଜନ୍ମ କେତେ ଦୂର ରହିଛି ପରିସର ନା ଏହା ବ୍ୟାପକ ଅଟେ। ଏହାର ଜନ୍ମ ଅଖ୍ୟାତ ପଲ୍ଲୀ ହେଲେ ମଧ୍ୟ ସମଗ୍ର ସମାଜ ଏହାର ସଞ୍ଚଳନ ସ୍ତର। ଅତି ପୁରାତନ କାଳରୁ ରୂଢ଼ି ସଭ୍ୟତା ସଂସ୍କୃତିର ଧାରକ ବାହକ ଭାବରେ ଭୂମିକା ନିର୍ବାହ କରିଆସୁଛି। ଓଡ଼ିଶାର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ସାଧାରଣ ଜୀବନର ଚଳଣିରେ ଯାବତୀୟ କଥା ରୂଢ଼ି ମାଧ୍ୟମରେ ପ୍ରତିଫଳିତ ହୋଇଥାଏ। ଓଡ଼ିଶାର ସାମାଜିକ ହେଲା ତା'ର ସାଂସ୍କୃତିକ, ଅର୍ଥନୈତିକ, ସାଧାରଣ ଜୀବନ ଚଳଣିରେ ମଧ୍ୟ ଏହାର ପ୍ରଭାବ ବହୁଳ ପ୍ରଭାବରେ ଆମେ ଦେଖିବାକୁ ପାଇଥାଉ। ରୂଢ଼ି ଦ୍ୱାରା ବକ୍ତବ୍ୟଟି ରସାଳ, ସଂକ୍ଷିପ୍ତ ତଥା ସରଳ ଓ ଉପଭୋଗ୍ୟ ହୁଏ। ଗୁରୁତର ସମସ୍ୟାକୁ ରୂଢ଼ି ମାଧ୍ୟମରେ ମଧ୍ୟ ସରଳ ଭାବରେ ସମାଧାନ କରାଯାଇପାରେ। ଗୋଟେ ସମସ୍ୟାକୁ ମଧ୍ୟ ସରଳ ଭାବରେ ସମାଧାନ କରିବାର କ୍ଷମତା କାହା ପାଖରେ ଅଛି ନା ରୂଢ଼ି ପାଖରେ ରହିଅଛି। ସାଧାରଣ କଥାଠାରୁ ଉଚ୍ଚାଙ୍ଗ ସାହିତ୍ୟ ପର୍ଯ୍ୟନ୍ତ ସର୍ବତ୍ର ରୂଢ଼ିର ପ୍ରବେଶ ପ୍ରମାଣ ସିଦ୍ଧ। ସାଧାରଣ କଥାରୁ ସାହିତ୍ୟରେ ମଧ୍ୟ ରୂଢ଼ିର ପ୍ରଭାବ ଆମେ ଦେଖିବାକୁ ପାଇବା। ରୂଢ଼ି ମାଧ୍ୟମରେ କହିବାର କଥାଟି ଶ୍ରୋତାଙ୍କ ପାଖରେ ଅଧିକ ସହଜ, ସରଳ, ପ୍ରଭାବଶାଳୀ ଓ ବୋଧଗମ୍ୟ ହୋଇଥାଏ। ଜନଜୀବନରେ ରୂଢ଼ିର ପ୍ରସାର ପ୍ରଚଳନ ଅତି ବ୍ୟାପକ। ତ
ତାପରେ ଆମେ ଦେଖିବା ଯେ ରୂଢ଼ିର ପ୍ରକାରଭେଦ ସମ୍ପର୍କରେ। ସାଧାରଣତଃ ରୂଢ଼ି କେତେ ଭାଗରେ ବିଭକ୍ତ କରାଯାଇଛି? ନା ରୂଢ଼ିକୁ 3 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ କ'ଣ? ନା କ୍ରିୟାଯୁକ୍ତ, କ୍ରିୟାହୀନ, ତୁଳନାତ୍ମକ ରୂଢ଼ି। ନିମ୍ନରେ 3 ପ୍ରକାର ରୂଢ଼ିର ଅର୍ଥ ତା ସହ ତାର ପ୍ରକାର ତ ଉଦାହରଣ। ପ୍ରଥମେ ହେଲା କ୍ରିୟାଯୁକ୍ତ ରୂଢ଼ି, ଯେଉଁ ରୂଢ଼ିରେ କ୍ରିୟାପଦ ସହ ବିଶେଷ୍ୟ ପଦ ତଥା ଧରିବା, ମାରିବା, ବାନ୍ଧିବା, ଖାଇବା, କାଟିବା ଭଳି ପଦ ଯୋଗରେ ଗଠିତ ରୂଢ଼ିକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଇଥାଏ। ଯେଉଁ ରୂଢ଼ିରେ କ୍ରିୟାପଦ ଥିବା ବିଶେଷ୍ୟ ପଦ ଯେପରି ଧରିବା, ମାରିବା, ବାନ୍ଧିବା, ଖାଇବା, କାଟିବା ଭଳି ପଦରେ ଯୋଗ ହୋଇଥାଏ ଗଠିତ ରୂଢ଼ିକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଇଥାଏ। ଯଥା ହାତ ମାରିବା, ମୁଣ୍ଡ ଖାଇବା, ଆଖି ପାଇବା ପ୍ରଭୃତି ଗୋଟେ କ୍ରିୟାଯୁକ୍ତ ରୂଢ଼ି ଅଟେ। ନିମ୍ନରେ ଏହା କ୍ରିୟାଯୁକ୍ତ ରୂଢ଼ିର ଅର୍ଥ ସହ ଦିଆଯାଇଛି। ତ ଏହା 2 ମାର୍କର କ୍ୱେଶ୍ଚିନ୍ ଆସିପାରେ ଯେ କ୍ରିୟାଯୁକ୍ତ ରୂଢ଼ି କହିଲେ କ'ଣ। ତାପରେ 5 ମାର୍କର କ୍ୱେଶ୍ଚିନ୍ ଆସିଯାଇପାରେ ଯେ ରୂଢ଼ିର ପ୍ରକାରଭେଦ ସମ୍ପର୍କରେ ଆଲୋଚନା କର। ତ ଅକଷ ରଖିବା, ରାଗ ରଖିବା, ଅଗ୍ନିଶର୍ମା ହେବା, ରାଗରେ ଜର ହେବା, ଅଠା କାଠିରେ ପଡ଼ିବା, ହଇରାଣ ଅସୁବିଧାରେ ପଡ଼ିବା, ଅଠା ବୋଲିବା, ଅନ୍ୟ ଉପରେ ଦୋଷ ଲଦିବା, ଅନ୍ଧ ଦେଶରେ ଦର୍ପଣ ବିକିବା ଅର୍ଥାତ୍ ମୂର୍ଖ ନିକଟରେ ଜ୍ଞାନର ଚର୍ଚ୍ଚା କରିବା ବା ମହତ୍ଵ ବଖାଣ କହିବା। ଅନ୍ଧାରକୁ ଟେକା ପକାଇବା ଅର୍ଥାତ୍ ଅନୁମାନ କରି କହିଦେବା। ଅନ୍ଧାରରେ ବାଲି ବୁଲାଇବା ଅର୍ଥାତ୍ ଅନୁମାନ କରିବା। ଅବସ୍ଥା 12 ବାଜିବା ଅର୍ଥାତ୍ ଶୋଚନୀୟ ଅବସ୍ଥା ହୋଇଯିବା। ଆଖି ଦେଖାଇବା ଅର୍ଥାତ୍ ଭୟଭୀତ କରିବା। ଆଖି ପକାଇବା ଲୋଭ କରିବା। ଆଖି ପାଇବା ଅର୍ଥାତ୍ ଧାରଣା କରିବା। ଆଖି ବୁଜିବା ଅର୍ଥାତ୍ ମୃତ୍ୟୁ ହେବା। ଆଖି ମାରିବା ଅର୍ଥାତ୍ ଇସାରା ଦେବା ବା ଆଖି ରଖିବା, ନଜର ରଖିବା, ଆଖିକି ପାଇବା, ପସନ୍ଦ କରିବା। ତାପରେ ମୁଁ ସବୁ ସ୍କ୍ରୋଲ୍ କରି ଯାଉଛି, ତୁମମାନେ ଲେଖିଦେବ ଏହାକୁ, ନହେଲେ ତୁମମାନେ ସାରସ୍ୱତ ଓଡ଼ିଆ ବ୍ୟବହାରିକ ବ୍ୟାକରଣ ମଧ୍ୟ ଦେଖିପାରିବ। କଟା ଘାରେ ଚୂନ ଦେବା, ଦୁଃଖ ଉପରେ ଦୁଃଖ, କପାଳ ଫାଟିବା, ସର୍ବନାଶ ହେବା, କଥା ତୋଳି ନ ପଡ଼ିବା, ଆଦେଶ ଅମାନ୍ୟ ନ କରିବା, କଲାକନା ବୁଲାଇବା, କୁହୁଡ଼ି ପହଁରିବା, ବୃଥା ପରିଶ୍ରମ ହେବା। ତାପରେ କ୍ରିୟାହୀନ ରୂଢ଼ି, ଯେଉଁ ରୂଢ଼ିରେ କ୍ରିୟାପଦ ଯେଉଁ ରୂଢ଼ିରେ କ୍ରିୟାପଦ ଯୋଗ ହୋଇନଥାଏ ତାହାକୁ କ୍ରିୟାହୀନ ରୂଢ଼ି ବୋଲି କୁହାଯାଇଥାଏ। ଯଥା ଅକଲ ଲୁଡୁମ୍, ଅକଲ ସଲାମୀ, ଉତ୍ତମ ମଧ୍ୟମ ପ୍ରଭୃତି। ଏହି ରୂଢ଼ିରେ କ୍ରିୟାପଦ ବିନା ସମ୍ପୂର୍ଣ୍ଣ ଲାକ୍ଷଣିକ ଅର୍ଥ ପ୍ରକାଶ କରୁଛି, ତେଣୁ ଏହାକୁ କ୍ରିୟାହୀନ ରୂଢ଼ି ବୋଲି କୁହାଯାଇଥାଏ। ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଏହି ପର୍ଯ୍ୟାୟରେ କେତେଗୁଡ଼ିଏ ରୂଢ଼ିର ଅର୍ଥ ସହ ଦିଆଗଲା। ଯେପରି ଅକଲ ସଲାମୀ ଅର୍ଥାତ୍ ଉଚିତ ଶାସ୍ତି ଦେବା। ଅତିଭକ୍ତି ଚୋରର ଲକ୍ଷଣ, ଅତି ସଚ୍ଚୋଟ ରଖି ଦେଖାଇ ହେଉଥିବା ବ୍ୟକ୍ତି ସ୍ୱାର୍ଥ ରଖି କାମ କରିଥାଏ। ଅନ୍ଧ ବୁଝାମଣା, ଅନ୍ୟାୟ ବିଚାର, ଅନ୍ଧ ଲଉଡ଼ି, ଅସହାୟର ସବୁ। ଯେପରି ଶ୍ରୀକୃଷ୍ଣ ମା ଯଶୋଦାଙ୍କର ଅନ୍ଧର ଲଉଡ଼ି ଥିଲେ। ଅଳସୁଆର ବାରବାଟୀ ଚାଷ, ଶକ୍ତି ନଥାଇ ଚାରିଆଡ଼କୁ ହାତ ବଢ଼ାଇବା, ଅଳ୍ପ ବିଦ୍ୟା ଭୟଙ୍କରୀ, ଅଳ୍ପ ଜ୍ଞାନରେ ଚତୁରତା ଦେଖାଇ ଅପଦସ୍ଥ ହେବା, ଅହିନକୁଳ ସମ୍ପର୍କ ଅର୍ଥାତ୍ ଘୋର ଶତ୍ରୁତା, ଆକାଶ କୁସୁମ, ବୃଥା ସ୍ୱପ୍ନ, ଆପେ ବଞ୍ଚିଲେ ବାପର ନା, ନିଜକୁ ସୁରକ୍ଷିତ କରିବା, ଏ ଘର ମାଉସୀ ସେ ଘର ପିଉସୀ,
ଦୁଇ ପକ୍ଷରେ ରହି କୌଶଳରେ କଳି ଲଗାଇବା ନାରୀ। ଓଡ଼ିଆରୁ ପୁଣି ଗଜା, ଜନ୍ମରୁ ଚତୁର, କପାଳର ଲିଖନ ଅର୍ଥାତ୍ ଭାଗ୍ୟ ଫଳ, କଂସାରୀ ଘରର ପାରା ଅତ୍ୟନ୍ତ ନିର୍ଭୀକ, କୁମ୍ଭୀର କାନ୍ଦଣା, ଉପର ଠାଉରିଆ ସହାନୁଭୂତି ଦେବା, ଗାଁ କନିଆ ସିଙ୍ଗାଡ଼ି ନାକି ଅର୍ଥାତ୍ ପାଖରେ ଥିବା ଗୁଣୀ ଜ୍ଞାନୀର ଆଦର ନଥାଏ। ଗାଁ ପରିମଳ ଧୋବା ଚତୁର ତୁଠରୁ ହୃଦୟର ନିର୍ମଳତା ଆଚରଣ ପଡ଼ିବା। ଗୋବର ଗଣେଶ ବୁଦ୍ଧିହୀନ, ଘର ଢିଙ୍କି କୁମ୍ଭୀର ନିଜ ଲୋକ ଶତ୍ରୁ, ଘୁଷୁରିରୁ ପାଚିଲା କଦଳୀ ମନ୍ଦ ପ୍ରକୃତିର ଲୋକକୁ ଭଲ କଥାରେ ଅରୁଚି କରିବା। ଘୋଡ଼ାଙ୍କ 6 ଟଙ୍କାକୁ ଦାନା 9 ଟଙ୍କା। ଚିହ୍ନା ବ୍ରାହ୍ମଣ ଅପରିଚିତ ବ୍ୟକ୍ତି, ଛୁଞ୍ଚି ମାଛି ପରୀକ୍ଷା, ଟିକିନିକି ପରୀକ୍ଷା, ଯେମିତି ଖେଳର ମହାଭାରତ, ସାମାନ୍ୟ କଥାରୁ ଅନର୍ଥ ଜାତ ହେବା। ତିନି ତୁଣ୍ଡରେ ଛେଲିକ, ବେଶୀ ଲୋକ ଯେତେବେଳେ ମିଛ କଥାକୁ ସତ ବୋଲି କହନ୍ତି, ମିଛ ମଧ୍ୟ ସତ ହୋଇଯାଏ। ତୁଣ୍ଡ ବାଇଦ, ତେଲିଆ ମୁଣ୍ଡରେ ତେଲ, ଥିଲାବାଲାକୁ ସାହାଯ୍ୟ କରିବା। ଦୀପ ତଳ ଅନ୍ଧାର, ଉନ୍ନତ ନିକଟରେ ଅନୁନ୍ନତ, ନଈ ନ ଦେଖୁଣୁ ନଙ୍ଗଳା, ବିପଦ ଆଶଙ୍କାରେ ଛାନିଆ ହେବା। ନ ଦେଖିଲା ଔଛପଡ଼ା, ନ ଦେଖିଥିବା କଥା ଅନ୍ୟଠୁ ଶୁଣି ବିଶ୍ୱାସ କରିନେବା। ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ। ତମେମାନେ ଏହି ବହିକୁ ଇ-ରିସୋର୍ସରୁ ପାଇପାରିବ। ନାହିଁ ମାମୁଁଠାରୁ କ'ଣ ମାମୁଁ ଭଲ, କିଛି ନଥିବା ଠାରୁ ସାମାନ୍ୟ କିଛି ଥିବା ଭଲ। ପାଗ ବନ୍ଧୁ ବନ୍ଧୁ କଚେରୀ ଅବସ୍ଥ, ବିଳମ୍ବ କରିବା। ପାପ ଧନ ଅନ୍ୟାୟ ଉପାର୍ଜିତ। ଲଙ୍କାରେ ହରି ଶବ୍ଦ, ଅସମ୍ଭବ କଥା। ରାଣ୍ଡି ପୁଅ ଅନନ୍ତା, ଦାୟିତ୍ୱହୀନ। ବୋଝ ଉପରେ ନଳିତା ବିଡ଼ା, କଷ୍ଟ ଉପରେ କଷ୍ଟ। ତମମାନଙ୍କୁ ଏ ବହି ମୁଁ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ନିଶ୍ଚିତ ଭାବରେ ତୁମମାନେ ଯାଇକି ଦେଖିପାରିବ। ତାପରେ ଆସିଲା ତୁଳନାତ୍ମକ ରୂଢ଼ି। ତ ଯେଉଁ ରୂଢ଼ିରେ ଉପମେୟକୁ ଉପମାନ ସହିତ ତୁଳନା କରାଯାଏ, ତଥା ଉପମାନ ଉପମେୟ ଯେଉଁଥିରେ ରହିଥାଏ ତଥା ଉପମାବାଚକ ଶବ୍ଦର ପ୍ରୟୋଗ କରାଯାଇଥାଏ, ତାହାକୁ ତୁଳନାତ୍ମକ ରୂଢ଼ି ବୋଲି କୁହାଯାଇଥାଏ। ଯେଉଁଠାରେ ଯାହା ବିଷୟରେ କୁହାଯାଇଥାଏ ଯାହାକୁ ତୁଳନା, ଉପମେୟ କହିଲେ ଯାହା ବିଷୟରେ କୁହାଯାଇଥାଏ ଏବଂ ଉପମାନ କହିଲେ ଯାହା ସହ ତୁଳନା କରାଯାଏ ତାହାକୁ ଉପମାନ ବୋଲି କୁହାଯାଏ। ତାହା ସହ କ'ଣ ରହିଥିବ ନା ଉପମାବାଚକ ଶବ୍ଦର ପ୍ରୟୋଗ ରହିଥିବ, ତାକୁ କ'ଣ କୁହାଯାଏ ନା ତୁଳନାତ୍ମକ ରୂଢ଼ି ବୋଲି କୁହାଯାଇଥାଏ। ଏହି ଏଥିରେ ଯେଉଁ ଉପମାବାଚକ ଶବ୍ଦ ଥାଏ ତାହା ପରି, ଯେହ୍ନେ, ତୁଲ୍ୟ ପ୍ରଭୃତି ଶବ୍ଦ ଗୁଡ଼ିକ ରହିଥାଏ। ଓଡ଼ିଆ ଭାଷାରେ ବ୍ୟବହୃତ ଏହି ପର୍ଯ୍ୟାୟ କେତେଗୁଡ଼ିଏ ରୂଢ଼ି ହେଲା: ଏଣ୍ଡୁରି ପରି ମୁଣ୍ଡ ଟାଙ୍ଗୁରିବା, କିଛି ନ ବୁଝିବାରେ ସମ୍ମତି ଜଣାଇବା। ସେହିଭଳି କୁକୁର ପରି ଧାଇଁବା, କିଛି ପାଇବା ଆଶାରେ ଅନ୍ୟ ପଛରେ ଗୋଡ଼ାଇବା। ଛୁଞ୍ଚି ପରି ମୁହଁ କରିବା, ଅର୍ଥାତ୍ ରାଗରେ ମୁହଁକୁ ଶୁଖାଇ ବସିବା। ତାପରେ ଜୋକ ପରି ଲାଗିବା, କାର୍ଯ୍ୟ ବ୍ୟସ୍ତ ରହିବା। ଢିଙ୍କି ପରି ପଡ଼ି ରହିବା, କୁଆଡ଼େ ନ ଯିବା। ପବନ ପରି ଭାଇବା, ଜୋରରେ ଲାଗି ପଡ଼ିବା। ପ୍ରସାଦ ପରି ପାଇଯିବା, ଆନନ୍ଦରେ ଖାଇବା। ଯେପରି ପେଡ଼ି ପରି ମୁହଁ କରିବା, ମୁହଁ ଶୁଙ୍ଗା କରିବା। ବରଡ଼ା ପତ୍ର ପରି ଥରିବା, ଭୟରେ ଥରିବା। ଯେତେବେଳେ ତୁମମାନେ ପରି ଦେଖୁଥିବ, ଏହି ପରି ଶବ୍ଦ ଗୁଡ଼ାକରୁ ହିଁ ତୁମମାନେ ଜାଣିପାରିବ ଯେ ଏହା ହେଉଛି ତୁଳନାତ୍ମକ ରୂଢ଼ି। ତ ଏହା ଥିଲା ତୁମମାନଙ୍କର ତୁଳନାତ୍ମକ ରୂଢ଼ି। ଯେଉଁମାନେ ବି ଏହି ବହି ପାଇବାକୁ ଚାହୁଁଛ, ନିଶ୍ଚିତ ଭାବରେ ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଦେଖିପାରିବ। 3ଟି ବହି ମୁଁ ଦେଇଦେବି। ଗୋଟେ ହେଲା ସାରସ୍ୱତ ଓଡ଼ିଆ ବ୍ୟବହାରିକ, ଦ୍ୱିତୀୟ ହେଲା ଐଶ୍ୱର୍ଯ୍ୟ ବହି ଏବଂ ତୃତୀୟ ହେଲା ଆଡ୍ଡା ଟୁ 47ର ବହି, ଯେଉଁଥିରେ କି ତୁମମାନେ ତଥା ଆଉ ଗୋଟେ ବହି। ତ କେତେ ଗୁଡ଼ିଏ ପ୍ରଶ୍ନ ଦେଖିଦେବା। ତ ରୂଢ଼ି କ'ଣ, ରୂଢ଼ି କେତେ ପ୍ରକାର, କ୍ରିୟାଯୁକ୍ତ ରୂଢ଼ି କ'ଣ, କ୍ରିୟାଯୁକ୍ତ ରୂଢ଼ିର ଉଦାହରଣ ଦିଅ, କ୍ରିୟାହୀନ ରୂଢ଼ି, ତାପରେ ରୂଢ଼ି କେତେ ପ୍ରକାର, କ'ଣ କେତେ ଗୁଡ଼ିଏ କ୍ରିୟାହୀନ ରୂଢ଼ି ଲେଖ। ଏହିଭଳି ଭାବରେ ତୁମମାନଙ୍କର କେତେ ଗୁଡ଼ିଏ ପ୍ରଶ୍ନ ଥିବ। ତୁମମାନେ ନିଶ୍ଚିତ ଭାବରେ କରିପାରିବ ବୋଲି ଆଶା କରୁଛି। ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ଥ୍ୟାଙ୍କ ୟୁ।